ଅରୁଆ ଚାଉଳ ଗ୍ୟାସ୍ ହବ ପଟ। ହଁ ये जो चावल काली रात जो पानी बर्तन थिलु ये से उठी ହଁ ସେଇ ଚାଉଳ ଅରୁଆ ଚାଉଳ କରିଦେଲେ ଏଥର ମା ହେଲା ନୂଆ ଗୋଟେ ବଡ଼ି ଏବେ ତିଆରି ହେଇଛି ଉଷୁନା ଚାଉଳ ବଡ଼ି ମାନେ ବହୁତ ଟେଷ୍ଟ ମାନେ କୁରକୁରି ଯେ ନ ଖାଇବା ବଦଳରେ ଆକୁ ଖାଇବା ବହୁତ ଟେଷ୍ଟ। ପଖାଳ କରିଦିଅ ଆସନ୍ତି ସାଙ୍ଗମାନେ ଖାଇବା ପଖାଳ ପଖାଳ ଭାତ ଭାତ ଓଡ଼ିଆ ଘର ପଖାଳ ଭାତ ନା ପଖାଳ ଭାତଟା ବହୁତ ରେଡି ହେଇଯାଇଛି ବହୁତ ସୁନ୍ଦର ବି ହେଇଯାଇଛି ହଁ ବହୁତ ସାରା ମାନେ ସବୁ ପଡ଼ିକି ତା ଦେହରେ ମାନେ ହ୍ୟାଲୋ ହାଇ ନମସ୍କାର ଜୟ ଜଗନ୍ନାଥ ମୁଁ ଆଣିଦେଇଛି ଆଉ ଗୋଟେ ନ୍ୟୁ ବ୍ଲଗ୍ରେ ଆପଣମାନେ ଚାଲନ୍ତୁ ଦେଖିବା ବହୁତ ଭଲ ସୁନ୍ଦର ରେସିପିଟେ ଆଣିଦେଇଛୁ ଆମେ ଆଉ ବହୁତ ବଢ଼ିଆ ରେସିପିଟେ ବନେଇଛନ୍ତି ସବୁ ଆସି ଗୋଳମାଳ କରିଦେଉଛି ଆସିକିରି ମୁଁ ଗୋଟେ କହୁଥିଲି ମା ଯେଉଁ ରେସିପିଟା ବନେଇଛନ୍ତି ଉଷୁନା ଚାଉଳ ବଡ଼ି ଆଉ ବହୁତ ସୁନ୍ଦର ଲାଗୁଥିଲା ଆମେ ବି ଆଜି ଖାଇସାରିଲୁଣି ଛାଣିକିରି ଆଉ ଆପଣମାନେ ଅପେକ୍ଷା କରିଥିଲେ ନା ଦେଖିବା ପାଇଁକା ସେ ଭିଡ଼ିଓଟିକୁ ଆଉ ଉଷୁନା ଚାଉଳରେ ବଡ଼ି କେମିତି ତିଆରି ହେଲା ଆଉ ଆପଣମାନେ ନିହାତି ଯାଇକି ଦେଖନ୍ତୁ। ଆଉ ଗୋଟେ କଥା କହିବାକୁ ଭୁଲିଯାଇଥିଲି ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେନି। ଆଇସ୍ କ'ଣ କହିଲେ ଆପଣମାନେ ଜାଣିଲେ ନା ସବସ୍କ୍ରାଇବ କରିବାକୁ ଜମାରୁ ବି ଭୁଲିବେନି। ଆସନ୍ତୁ ଦେଖିବା ନ୍ୟୁ ବ୍ଲଗ୍। ଆରେ ଆରେ ମମି ଏଠି ବି କ'ଣ କରୁଛୁ ବାରି ଓଳଉଛୁ? ଓହୋ ବାରି ଏବେ ଅଳିଆ ହେଉଛି। ହଁ ଓହୋ ଦେଖିପାରୁଥିବେ କେତେ ସାରା ପତ୍ର ପଡ଼ିଛି ଆଉ ଏଇଠି ହେଉଛି ଦେବଦାରୁ ଗଛ ଦୁଇଟା ଅଛି ଏଇଠି ଆଉ ଏଇ ଜାଗାରେ କିନା ଆଉ ନା ହଁ ହଁ ଆଉ ସେଠି ଗୋଟେ କ'ଣ ବିଲେଇ ଗୋଟେ କ'ଣ କରୁଛି ପଛ ଗୋଟେ କ'ଣ ଖାଉଛି? ଓହୋ ଆଉ ଏଠି ଆପଣମାନେ ଦେଖିପାରୁଥିବେ ଓଳିଏ ମମି ଏବେ ଓଳଉଛି ଓଳିଆ ଆସୁଛି ଆଉ ହଁ ହଁ ମୁଁ ଏବେ ସ୍କୁଲ ବାହାରି ପଡ଼ିଛି ଆପଣମାନେ ଦେଖିପାରୁଥିବେ ମୁଁ ଏବେ ସ୍କୁଲ ବାହାରି ପଡ଼ିଛି ଆଉ ନା ହଁ ହଁ ଆଉ ମମି ତ ଏବେ ଏଠି ଓଳଉଛି ଓଳା ଆଉ ତ ଏବେ ବସି ପଡ଼ିଛନ୍ତି ଏଠି ପଖାଳ ଭାତ ଖାଇବାକୁ ଆଜି କ'ଣ ଇଚ୍ଛା ହେଲା ଦୁଇ ଜଣ କହିଲେ ଆଜି ମମି ଆଜି ପଖାଳ କରିଦିଅ ଆସନ୍ତି ସାଙ୍ଗମାନେ ଖାଇବା ପଖାଳ ଭାତ ଓଡ଼ିଆ ଘର ପଖାଳ ଭାତ ନା ପଖାଳ ଭାତଟା ବହୁତ ରେଡି ହେଇଯାଇଛି ବହୁତ ସୁନ୍ଦର ବି ହେଇଯାଇଛି ବହୁତ ସାରା ମାନେ ସବୁ ପଡ଼ିକି ତା ଦେହରେ ମାନେ ଆକୁ ଯୋଉ ଲେମ୍ବୁ ପଡ଼ିକି ମାନେ ଭୂଷଣ ପତ୍ର ପଡ଼ିକି ମାନେ ଆକୁ ହେଇଯାଇଛି ଛୁଙ୍କ ହେଇଯାଇଛି ମାନେ ପଡ଼ିଛି ବହୁତ ଟେଷ୍ଟ ଲାଗିବ ନା ଭାତଟା ପଖାଳ ଭାତ ଆଉ ଶାଗ कुसुम ଶାଗ टमाटो चकटा ଟମାଟୋ ପୋଡ଼ା टमाटो पोड़ा ଆଉ ଏଠି କାକୁଡି ଏଠି ଆଳୁ ଆଉ ଏଠି ମାଛ ଭଜା ମାଛ ଭଜା ଆଉ ମାଛ ଭଜା ଆଉ ନା ଏଥରକ ଭଲ ଲାଗିବ ଖାଇବାକୁ ନା ଖାଇଟା ପୁରା ଜମିଯିବ ତମର ନା ଖାଇଟା ପୁରା ଜମିଯିବ ଆଜି ଖାଉଛି କହିଦେବି ସେ ଖାଇସାରିଲେ କହିବ ଏବେ କହିବନି ସେ ହେଲା ବଢ଼ିଆ ହେଇଛି ଏଇ ଟମାଟୋ ପୋଡ଼ାଟା ବଢ଼ିଆ ହେଇଛି ଟମାଟୋ ପୋଡ଼ାଟା ସବୁଠୁ ଭଲ ଲାଗୁଥିଲା ସବୁଠୁ ଟେଷ୍ଟ ହଁ ମତେ ସାଙ୍ଗ କର ବୋଉ ଏଠି ବସି ପଡ଼ିଛନ୍ତି ବି ସିଏ ବି ଖାଇବେ ଏଇନା ପଖାଳ ଆଉ ଖାଇବେ ଏଇନା ସେ ଯେହେତୁ ଆଜି ଆଇଁଷ ଖାଇବେନି ସେ ଟିକେ ଅଲଗା ଖାଇବେ। ତାପରେ ଦେଖିପାରୁଥିବେ ଏବେ ଆୟୁଷ ବି ଏଠି ବସି ବସି ଖାଇବାକୁ ଆଉ ମମି ବି ସେଠି ବସି ପଡ଼ିଲା କାରଣ କେବଳ ଆୟୁଷ କଣ ଖାଇବ କି ସେଠି ଯାହା ବଡ଼ ହେଇଥିଲା ବଢ଼ା ହେଇଥିଲା ସାନୁ ଏକା ଖାଇବାକୁ ବଢ଼ା ହେଇଥିଲା କି ନା ସମସ୍ତେ ଆମେ ଖାଇବୁ ହେଲା ସେଇ ଏଠି ଶିବୁନା ଖାଉଛି ଆମେ ଦି ଜଣ ଖାଉଛୁ ବୋଉ ସେଠି ଖାଉଛନ୍ତି ଆଉ ହଁ କେବଳ ମୁଁ ଏଠି କେବଳ ଆଇଁଷ ଖାଉଛି ଆଉ ଏଠି ମମିର ଆଉ ଆୟୁଷ ଆଉ ଖାଉନାହାନ୍ତି ଆଉ ମା ଏଠି ତ ସାଧା ନା ସେଥିପାଇଁ ମା ଟିକେ ଅଲଗା ବସିଛି ଯେ ଖାଉଛି ଏବେ ତାଙ୍କୁ ଆଳୁଚଟ କାକୁଡ଼ି ଆଉ ତରକାରୀ ଦିଆଯାଇଛି ହଁ ଖାଉଛନ୍ତି ଆମେ ତ ବସିଛୁ ଆଉ ପୁରା ସାଧା ଖାଉଛି ଆଉ କାରଣ ମୋର ଖାଲି ଆଇଁଷ ହିଁ ଅଛି ଏଠି କଣ ଚାଉଳ କଣ ପକଉଛୁ ନା ବାଦରେ ହଁ ଚାଉଳ ପକଉଛି ବଡ଼ି ପରିବା ବଡି ପୁରା ହବ ହଁ ଏଇଟା କୋଉ ଚାଉଳ କରିଛୁ ଉଷୁନା ଚାଉଳରେ ବଡ଼ି ହବ ଉଷୁନା ଚାଉଳରେ ହଁ ଓହୋ ଉଷୁନା ଚାଉଳରେ ତ ଦେଖନ୍ତୁ ଏବେ ବଡ଼ି କଲେ କେମିତି ମିଷ୍ଟିକ ଲାଗୁଛି ହଁ ଦେଖିବ ଆଉ ହଁ ମମି ଏବେ ଏଠି ବଡି ପରା ହବ ବୋଲି ମା ଏବେ ଚାଉଳ ବତୁରଉଛି ଉଷୁନା ଚାଉଳ ପରା ଉଷୁନା ଚାଉଳ ସେ ଉଷୁନା ଅରୁଆ ଚାଉଳରେ ପୁରା ଗ୍ୟାସ୍ ହେଉଛି ଉଷୁନା ଚାଉଳ ସବୁ ପଡ଼ିକିରି ହବ ଆଉ କାଲି ସକାଳକୁ ବଟା ହେଇଯିବ ନା ଆଜି ଟେଷ୍ଟ କରିବା ମାନେ ପ୍ରଥମ ଥର ମାନେ ଯୋଉ ମା କରନ୍ତି ଯୋଉ ଅରୁଆ ଖୁଦରେ ତମେ ବଡ଼ି କର ଟିକେ ଅରୁଆ ଖୁଦରେ ସବୁ ମିଶେଇକିରି ବାଟିକିରି ତାପରେ ବଟା ତକ ଯନ୍ତଣୀ ଦେବ ତାକୁ ଯନ୍ତଣୀ ତିଆରି ହବ ଯନ୍ତଣୀ ତିଆରି ହେଇକି ତାକୁ ବଡ଼ି କରନ୍ତି ନା ଆଉ ଆଜି ଗୋଟେ କରୁଛନ୍ତି ଉଷୁନା ଚାଉଳର କହିଲେ ଉଷୁନା ଚାଉଳ ବତୁରାଇ ଦେଲେ ରାତିରେ ସକାଳକୁ ବାଟିକି କରିବା ଆଉ ଓହୋ ପେଟ ଫେଟ ଆଉ ଗ୍ୟାସ୍ ହବନି କିଛି ହବନି ଆଚ୍ଛା ଆଚ୍ଛା ମା ଏଠି କଣ କରୁଛି ମାଟି ପିଣ୍ଡାରେ କାଲି ଯୋଉ ଉଷୁନା ଚାଉଳ ପଡ଼ିଥିଲା ବଢ଼ିକି ହଁ ସେକୁ ଗୋଳଉଛି ଧନିଆ ପତ୍ର ହଁ ପିଆଜ ଲଙ୍କା ଅଦା ସବୁ ପଡ଼ିକିରି ଗୋଳିଆ ହେଇକିରି ଗ୍ରାଇଣ୍ଡର ହେବ ରନ୍ଧା ହେବ ମାନେ ପୁରା ଗ୍ରାଇଣ୍ଡର ହବ ନା ବଟା ହେଇଯିବ ଇଏ ସବୁ ବଟା ହେଇଯିବ ବଟା ହେଇକିରି
ରନ୍ଧା ହବ, ରନ୍ଧା ହେଇକି ବଡ଼ି ପରା ହବ। ଓହୋ ଏତେ ମାନେ ଗ୍ରାଇଣ୍ଡିଂ କରାହେଇଯିବ। ହଁ ଇଏ ଯୋଉ ଚାଉଳ କାଲି ରାତିରେ ଯୋଉ ପାଣି ବତେଇଲୁ ଥିଲୁ ହଁ ଏ ସେଉଠି ହଁ ସେଇ ଚାଉଳ, ପିଆଜ, ଲଙ୍କା, ଅଦା, ଧନିଆ ପତ୍ର ସବୁ ପଡ଼ିକିରି ତ ଗୋଳିଆକି ଗ୍ରାଇଣ୍ଡର ହବ ଆଉ। ହଁ ଆଜି ମାନେ ଆଜି ଗ୍ରାଇଣ୍ଡର କି ଆଜି ହଁ, ପଡିଯିବ ଆଜି ବଡି ବଡ଼ି ହେଇଯିବ। ପରା ହବ। ଆଜି ବଡି ପରା ହେଇଯିବ। ହଁ ତାପରେ ଶୁଖିଆ ହେଲେ ପରେ ବଡି ହେଇଯିବ ଆଉ। ହଁ ତ ଆପଣ ମାନେ ଦେଖିବା କେମିତି ରେସିପିଟା ହଉଛି ଏବେ। ଇଏ ବଟା ହେଇଗଲା କି ଏବେ ହଁ ବଡ଼ି ପାଇଁକା ଜନ୍ତା ଇଏ ବଟା ହବ। ହେଇକି ଜନ୍ତା ହବ ଡେକ୍ଚିରେ। ହଁ ଓହୋ ତାକୁ ଜନ୍ତି ଦିଅ ନେଇକି ଚୁଲିରେ ଜନ୍ତି ବଟି ହଁ ଚୁଲିରେ ଏବେ ଜନ୍ତା ହବ ଉଷୁନା ଚାଉଳ ବଡ଼ି ଆଉ ବହୁତ ବି ଟେଷ୍ଟି ଲାଗିବ ସବୁ ପଡ଼ିକି ତା ଦେହରେ ବଟା ହେଇଯାଇଛି ଆଉ। ଚାଲ ଯିବା ଏଥରକ ଜନ୍ତିବା ପାଇଁକା। ଏବେ ଚାଲନ୍ତୁ ଦେଖିବା ଚୁଲିରେ ଏବେ ଜନ୍ତା ହେଉଛି। ଆଉ ଶିବୁନା ଏଠି ମାଛ ଭଜାକୁ ପଖାଳ ଭାତ ଏଠି ଖାଇଦେଲା ଖାଇସାରିଲାଣି। ଆଉ ଏଠି ଏବେ ଜନ୍ତା ଚାଲିଛି ଏବେ ଜନ୍ତା ହେଉଛି ନା ପୁରା କାଠୁଆ ହବ ବୋଧେ ନା ପୁରା କାଠ ଭଳିଆ ପଠେଇବି। ହଁ ବିରି ବଡ଼ି ଯେମିତି ହଉ ସେମିତି ହବ ଆଉ। ଆଁ ବିରି ବଡ଼ି ଯେମିତି କାଠୁଆ ବଟା ହବ ସେମିତି ହବ ଜନ୍ତାଟା ଆଉ ନା ଏବେ ଜନ୍ତା ଚାଲିଛି ଦେଖନ୍ତୁ ଏଇ ପ୍ରୋସେସରେ ଖାଲି ଜଳୁଛି ସାଡ଼େ ନା ଆଉ ଲଗାଉନ ଜାଳ ନାଇଁ ପୋଡ଼ିଯିବ। ହଉ କିନ୍ତୁ ଯନ୍ତନୀ ଏବେ ହେଇଯାଇଛି ଦେଖନ୍ତୁ କେତେ ସୁନ୍ଦର ଭାବରେ ହେଇଗଲା ଯନ୍ତନୀଟା। ଆଉ ଇଏ ଖାଲି ବଡ଼ି ପରା ହବ ଆଉ। ଆଉ ମା ର ମମିର କଣ ତମେ 2 ଜଣ ଏଠି ଲାଗି ପଡିଛ? 2 ଜଣ ଲାଗି ମୁଁ ଡେରି ହେଲାଣି ବା ଡେରି ହେଲାଣି ବୋଲି ଲାଗି ପଡିଛ ନା? କୁଲରେ ଅଗେ ପକେଇଲ କୁଲା ଟେକିକି ନବାକୁ ପୁରା ସେଇ ଯୋଗୁ ଇଏ କଲା ଗଦେଇ ହେଇଯିବ ତ ଜରି। ଉଷୁନା ଚାଉଳରେ ବଡ଼ି ଉଷୁନା ଚାଉଳରେ ବଡି ହଉଛି ନା? ଏ ଉପରଳା ସୁଦ୍ଧା ଛାଣିକି ଖାଇବ ଦେଖିବ ହେଲା। ହଁ ଏ ଶୁଖିଯିବ ଖରା ହଉଛି କି ଜୋରେ ଓହୋ ହଁ ଖରା ତ ହେଲାଣି ବହୁତ ଜୋରରେ ନା 12ଟା ଆସିକି ହେଲାଣି ବୋଧେ। ବିରିଟାକୁ ବାଟିକିରି ଏମିତି ଜନ୍ତିକି ଗଲେ ହବନି ବିରି ପାରେ ହବ। ହବନି ନା ଏଇ ବଡ ଏମିତି ହେଇଗଲା ବଡି ନା ହଁ ତାକୁ ବଡ଼ି ତେଲ ହେଇଯାଇଛି ବହୁତ ସୁନ୍ଦର ଭାବରେ। ଖାଲି ତେଲରେ ଛଣା ହବ ଖିଆ ହବ। ଏଇଟା କଣ ପିଆଜରେ ଆଉ ଥରେ ଇଏ ହବ ରାଶି ବାଦାମ। ରାଶି ବାଦାମ ପଡ଼ିବ ନା 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 ବାଦାମ ପଇଲେ ଭଲ ଲାଗିବନି। କାହିଁକି ଟିକେ ପଡ଼ିବ ନା ଆଉ। ଯୋଉ ଚୁରା ହେଇଯିବ। ତାକୁ କେମିତି କରିବ କହିଲ ପାମ୍ପଡ଼ ଭଳିଆ କରିବ ଏଡ଼ିକି ଏଡ଼ିକି ଗୋଲ ଗୋଲ। ରାଶି ହଁ ରାଶି ଦିଆ ହେଇକି ହେବ ତେ କାଲିକି କରୁନ। ଆଉ ଏମିତି ଯନ୍ତନୀ ସାହାଯ୍ୟରେ ଏମିତି ତ ଆପଣମାନେ ତ ଦେଖିଲେ ସବୁ କେମିତି ଚାଉଳ ବତୁରା ହେଲା ଆଉ ବଟା ବି ହେଲା କ'ଣ କ'ଣ ପଡ଼ିକି ସବୁ ଆଉ ତିଆରି ହେଇଛି ଗୋଟେ ବଡ଼ି ଆଉ। ଯୋଉମାନେ ଦେଖୁଛନ୍ତି ସେମାନେ ଘରେ ବି ଏମିତି ତିଆରି କରିବେ ବଢିଆ ସହଜ ଉପାୟରେ। ଏଇଟା ମାନେ ମେନ୍ ହେଉଛି କ'ଣ କହିଲୁ ମାନେ ଗ୍ୟାସ୍ ପେଟକୁ ହଁ ଉଷୁନା ଚାଉଳରେ ହେଲା ନା ହଁ ଗ୍ୟାସ୍ ଧରିବନି। ଅରୁଆ ଚାଉଳରେ ଗ୍ୟାସ୍ ହବ ପେଟ। ଆଉ ଦେଖିବା ଛାଣି ସାରିଲା ପରେ କେମିତି ଲାଗୁଛି ଟେଷ୍ଟ କରିବା ଆଉ। ଚାଲନ୍ତୁ ଏତେ ଖରାରେ ଶୁଖେଇଦେବା। ଗୋଟେ ଦିନ ଲାଗିବ ଖରାରେ ଶୁଖେଇବାକୁ ନା ଗୋଟେ ଦିନରେ ଶୁଖିବନି ଶୁଖିଯିବ। ଯେଉଁ ଉଷୁନା ଚାଉଳରେ ବଡ଼ି ତିଆରି ହେଇଥିଲା ବୋଉ ଯେଉଁ ପାରିଥିଲେ ଉଷୁନା ଚାଉଳରେ ବଡ଼ି ଦେଖନ୍ତୁ କେତେ ସୁନ୍ଦର ଭାବରେ ତିଆରି ହେଇଯାଇଛି। ଉଷୁନା ଚାଉଳରେ ବଡ଼ି ହେଇଛି ଆଉ। ଏଇଲେ ଛଣା ହବ କ'ଣ ଲାଗୁଛି ଟେଷ୍ଟ ଲାଗୁଛି କି କ'ଣ ହେଉଛି ଏମାନଙ୍କୁ ଜଣାପଡ଼ିବ ଆଉ। ହଁ ଉଷୁନା ଚାଉଳରେ ବଡ଼ି ଆପଣମାନେ ଦେଖନ୍ତୁ କେତେ ସୁନ୍ଦର ଭାବରେ ଶୁଖିଯାଇଛି ବି ଧରି ବି ହେଉନି ସେ ଛୋଟ ଛୋଟ ହେଇଛି ନା ଆଉ ବହୁତ ସୁନ୍ଦର ଭାବରେ ହେଇଯାଇଛି। ଆଉ ଏବେ କରେଇ ଏଠି ବସି ପଡ଼ିଛି ବୋଉ ଏବେ ଛାଣିବାକୁ ଏଠି ବସି ପଡ଼ିଛନ୍ତି। ତ ଦେଖନ୍ତୁ ସାଙ୍ଗମାନେ ଏବେ ବଡ଼ି ଏବେ ଷ୍ଟାର୍ଟ ହବ ପକେଇ ହବ ତା ଦେହରେ। এটা ଯୋଉ ଚାଉଳ ବଡ଼ି ଏଇଟା ଉଷୁନା ଚାଉଳ ବଡ଼ି। ଉଷୁନା ଚାଉଳ ବଡ଼ି ଯାହା ଖାଇଲେ କି ଗ୍ୟାସ୍ ହବନି। ଅରୁଆ ଚାଉଳ ବଡ଼ି ହେଇଥିଲା ହଁ ଅରୁଆ ଚାଉଳ ବଡ଼ି ଦେଲେ ଏଥର ମା ହେଲା ନୂଆ ଗୋଟେ ଇଏ କରିକି କରିଛନ୍ତି ଉଷୁନା ଚାଉଳରେ ବଡ଼ି। ଉଷୁନା ଚାଉଳରେ ବଡ଼ି ବଢ଼ିଆ ମୁସମୁସିଆ ଲାଗିବ। ତ ଇଏ ହଉଛି ଏଇଟା ଶୁଖି ପୁରା କଞ୍ଚା ଏଇଟା ଆଉ ଏଇଟା ହଉଛି ଛଣା ଚାଲିଛି ନା ଆଉ। ବଡ଼ି କ'ଣ ଏତେ ଭଲ ଲାଗୁଛି? ବଢ଼ିଆ ଲାଗୁଛି ଉଷୁନା ଚାଉଳରେ ବଡ଼ି କରିଛି ତ। ଓହୋ ସଙ୍ଗାତ ଘରକୁ ଯାଇକିରି ଶିଖିକିରି ଆଇଛି ଆଉ କେମିତି ଖାଇଲେ ଲାଗୁଛି ଟେଷ୍ଟ। ଓ ଆପଣ ଦେଖିପାରୁଥିବେ ଏଠି ଏବେ ଚାଉଳ ବଡ଼ି ଏବେ ତିଆରି ହେଇଛି ଉଷୁନା ଚାଉଳ ବଡ଼ି ମାନେ ବହୁତ ଟେଷ୍ଟ ମାନେ କୁରକୁରି ଯାଏ ନ ଖାଇବା ବଦଳରେ ଆକୁ ଖାଇବା ବହୁତ ଟେଷ୍ଟ। ଆଉ ଗୋଟେ ମୁଡ଼ିକି ତିଆରିଆ ମୁଡ଼ିକି ତିଆରିଆ ହଁ ମୁଡ଼ିକି ତିଆରି କରିବା ଆଉ ଉଷୁନା ଚାଉଳରେ ଉଷୁନା ଚାଉଳରେ ମୁଡ଼ିକି ତିଆରି ହୁଏ। ମା କେତେ ପ୍ରକାର ଜାଣିନି କି ଟେଷ୍ଟି ଲାଗୁଛି ପୁରା ଭଲ ଲାଗୁଛି ଟିକେ ଖାଇଲେ ହବ ଖାଇକି ରଖିଦା ଖାଉଛି ଭାଇନା ପୁରା ଟେଷ୍ଟି ହେଇଛି ଆଉ ବହୁତ ଟେଷ୍ଟ ହେଇଛି ତାହେଲେ ଉଷୁନା ଚାଉଳରେ ବଡ଼ି। ହଁ ବଢ଼ିଆ ହେଇଛି।
ମାର ଦାନ୍ତ નથી ତ ସେଇଠି ଖାଇଦଉଛି। ମୋ ଦାନ୍ତ ହଲୁଛି ମୁଁ ଗୋଟେ ଇଏ ପାଖରେ ହଉଛି ଉଷୁନା ଚାଉଳ ନା ମାନେ ଇଏ ଅଧିକ ଫୁଲିଲାନି ଅରୁଆ ଚାଉଳ ଥିଲେ ଟିକେ ବଡ ହେଇଥାନ୍ତା ଫୁଲିଥାନ୍ତା ତଥାପି କୁରକୁରି ଭଳିଆ ହେଇଯିବା ମୁସମୁସିଆ। ହଁ ବା କିନ୍ତୁ ଟିକେ ଅରୁଆ ଚାଉଳ ହେଇଥିଲେ ଟିକେ ଫୁଲିଥାନ୍ତା ଆଠୁ ଟିକେ ବଡ ହେଇଥାନ୍ତା ଆଉ ବହୁତ ଟେଷ୍ଟ ହେଇଛି ଆଉ ଆପଣ ଦେଖିପାରୁଥିବେ ଆଉ।